ରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଆମେ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏ ପ୍ରକାର ଅଟେ, ନ ପାଇବାର ଆଶୀର୍ବାଦ, ନ ମିଳିବାର ଆଶୀର୍ବାଦ। ପ୍ରିୟମାନେ, ଯେଉଁ ସମୟରେ ଆମମାନେ ପ୍ରାର୍ଥନା କରୁ ସେହି ସମୟରେ ପରମେଶ୍ୱର ଆମକୁ ଅନେକ ବିଷୟ ଗୁଡ଼ିକ ଦେଇଦିଅନ୍ତି। ଆଉ ପ୍ରାର୍ଥନା ନ କରିବା ସତ୍ତ୍ୱେ ମଧ୍ୟ ସେ ଆମମାନଙ୍କୁ ଅନେକ ବିଷୟ ଗୁଡ଼ିକ ଆମମାନଙ୍କୁ ଦିଅନ୍ତି, କାରଣ ସେ ସବୁଗୁଡ଼ିକ ଆମମାନଙ୍କ ଜୀବନରେ ଅତି ଆବଶ୍ୟକ ବିଷୟ ଗୁଡ଼ିକ ରହିଅଛି। ଆଉ ଜୀବନରେ ଏ ପ୍ରକାର ଅନେକ ବିଷୟ ଗୁଡ଼ିକ ଆମମାନଙ୍କୁ ଦିଅନ୍ତି ନାହିଁ। ଅନ୍ୟମାନଙ୍କ ପାଖରେ ଥାଇପାରେ, ସେମାନେ ସେସବୁରୁ ଉପଭୋଗ କରିଥାଇ ପାରୁଛନ୍ତି, ସେମାନେ ସେ ସବୁକୁ ନେଇ ବହୁତ ସୁନ୍ଦର ଭାବରେ ଆନନ୍ଦ ଖୁସିର ସହିତ ବଢ଼ୁଛନ୍ତି। ମାତ୍ର ଏମିତି ଅନେକ ବିଷୟ ଅଛି ଯେଉଁଟାକି ପରମେଶ୍ୱର ଆମମାନଙ୍କୁ ଦେଇନଥାନ୍ତି। ଆଉ ଯେଉଁ ସମୟରେ ଆମମାନଙ୍କୁ ତାହା ମିଳିନଥାଏ, ଆମେ ପାଇନଥାଉ, ଅନ୍ୟମାନେ ପାଇଥାନ୍ତି, ତାହେଲେ ଆମମାନେ ସେସବୁ ପାଇବା ପାଇଁ ଆତୁର ହେଉ। ତାକୁ ମିଳିଛି, ମୋତେ ମଧ୍ୟ ମିଳିବାର ଆବଶ୍ୟକ ରହିଛି, ସେ ପାଇଛି, ମୁଁ ମଧ୍ୟ ପାଇବି। ପ୍ରିୟମାନେ, ଆମେ ଏହି ପ୍ରକାର ରହୁ ଯେ ଆମକୁ ଏଇଟା ଦରକାର, ସେଇଟା ଦରକାର। ମାତ୍ର ଆମକୁ କ'ଣ ଦରକାର ଆମମାନଙ୍କ ପରମେଶ୍ୱର ଭଲ ଭାବରେ ସେ ଜାଣନ୍ତି। ଆଉ ଯାହା ଆବଶ୍ୟକ ରହିଛି ତାହା ସେ ଦିଅନ୍ତି। ଆଉ ଅନେକ ସମୟରେ ଆମେ ଜବରଦସ୍ତି ଅନେକ ବିଷୟ ଗୁଡ଼ିକ ଅନ୍ୟମାନଙ୍କ ପାଖରେ ଅଛି ବୋଲି ଆମେ ମାଗୁ, ଆଉ ବିପଦରେ ଆମେ ପଡ଼ିଥାଉ। ଆଜି ଆମେ ଦେଖିବା ନ ପାଇବାର ଆଶୀର୍ବାଦ। ପରମେଶ୍ୱର ଆମକୁ ଯଦି କିଛି ବିଷୟ ଦେଇନାହାନ୍ତି, ତାହା ଆମମାନଙ୍କ ନିମନ୍ତେ ଅଭିଶାପ ନାହିଁ, ତାହା ଆମମାନଙ୍କ ନିମନ୍ତେ ଆଶୀର୍ବାଦ ରହିଛି। ଆମେ ସେୟା ବୁଝିବାର ଆବଶ୍ୟକ ରହିଛି। ଅନ୍ୟମାନଙ୍କୁ ସେସବୁ ବିଷୟ ଦେଇଛନ୍ତି କାରଣ ସେସବୁ ବିଷୟ ତାଙ୍କୁ ଦରକାର ଅଛି। ମାତ୍ର ଆମକୁ ଅନେକ ବିଷୟ ଦରକାର ନଥିବ, ଅନ୍ୟମାନେ ଅଛନ୍ତି ବୋଲି, ପାଇଛନ୍ତି ବୋଲି ଆମେ ମଧ୍ୟ ପାଇବାକୁ ଇଚ୍ଛା କରି ଆମେ ହଇରାଣରେ ପଡ଼ିଥାଉ। ପାଇବାଟା ଗୋଟେ ଆଶୀର୍ବାଦ, ଆଉ ନ ପାଇବାଟା ମଧ୍ୟ ଗୋଟେ ଆଶୀର୍ବାଦ। ଏଇଟା ମଧ୍ୟ ଆମେ ବୁଝିବାର ଆବଶ୍ୟକ ରହିଅଛି। ଯେତେବେଳେ ଆମେ ଦେଖୁଛୁ ଲୁକ 15 ଅଧ୍ୟାୟରେ ଦୁଇ ଭାଇଙ୍କ ବିଷୟରେ ଦେଖୁଛୁ, ବଡ଼ ଭାଇ, ସାନ ଭାଇ। ସାନ ଭାଇ ସେ କ'ଣ କରୁଛି? ବାପାଙ୍କୁ କହୁଛି, ବାପା, ମୋ ଭାଗରେ ଯେଉଁ ବାଣ୍ଟ ପଡ଼ୁଛି ତାହା ମୋତେ ଦେଇଦିଅ। ଦେଖନ୍ତୁ, ସେ ବାରମ୍ବାର ସେ ମାଗୁଛି, ମୋତେ ଦେଇଦିଅ, ମୋତେ ଏଇଟା ଦେଇଦିଅ, ମୋତେ ସେଇଟା ଦେଇଦିଅ, ମୋତେ ଏଇଟା ଦେଇଦିଅ, ସେଇଟା ଦେଇଦିଅ। ସେ ବାରମ୍ବାର ସେ ମାଗୁଛି, ମୋ ବାଣ୍ଟରେ ପଡ଼ୁଥିବାଟା ମୋତେ ଦେଇଦିଅ, ମୋତେ ଦେଇଦିଅ, ମୋତେ ଦେଇଦିଅ। ପ୍ରିୟମାନେ, ଦେଖନ୍ତୁ, ସାନ ପୁଅ ବାପାଙ୍କ ପାଖରେ ଅଛି, ବାପାଙ୍କ ସହିତ ଅଛି। କାହିଁକି ବାପାଙ୍କ ସହିତ ଅଛି? କାରଣ ସେ ଯାହା ଚାହୁଁଛି ତାହା ତାକୁ ମିଳୁନାହିଁ। ତା'ର ଇଚ୍ଛା, ମୋର ବାଣ୍ଟର ଜିନିଷ ମୋତେ ମିଳିଯାଉ, ମୋର ଭାଗ ମୋତେ ମିଳିଯାଉ, ମୁଁ ସେ ଭାଗକୁ ମୁଁ ନେବି, ମୋ ଇଚ୍ଛା ଅନୁସାରେ ଖର୍ଚ୍ଚ କରିବି। ସେ ମାଗୁଛି, ବାରମ୍ବାର ସେ ମାଗୁଛି, ମୋ ବାଣ୍ଟର ମୋତେ ଦେଇଦିଅ। ଆମେ ମଧ୍ୟ ଅନେକ ବିଷୟରେ ମାଗିଥାଉ, ଆମେ ଏଇଟା ମୋତେ ଦିଅ, ମୋତେ ଦିଅ, ମୋତେ ଦିଅ, ମୋତେ ଦିଅ, ମୋ ଦରକାର ଅଛି, ମୋତେ ଦିଅ, ମାଗିଥାଉ ଆମେ। ଯେତେବେଳେ ସେ ତା ବାଣ୍ଟର ବିଷୟ ସେ ମାଗୁଛି, ପିତା କ'ଣ କଲେ? ସେଥିରେ ସେ ଆପଣାର ସର୍ବୋଚ୍ଚ ସେମାନଙ୍କୁ ବାଣ୍ଟିଦେଲେ। ଲୁକ 15:12 ସେ ସର୍ବୋଚ୍ଚ ଦେଇଦେଲେ, ନିଅ, ନେଇଯାଅ। ତାପରେ ଲେଖାଯାଏ, ଅଳ୍ପ ଦିନ ଉତ୍ତାରେ ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା। ପ୍ରିୟମାନେ, ଯେଉଁ ସମୟରେ ଯାଏ ତାକୁ ମିଳିନଥିଲା, ସେହି ସମୟ ଯାଏ ସେ ବାପାଙ୍କ ସହିତ ଥିଲା, ବାପାଙ୍କ ପାଖରେ ଥିଲା। ମାତ୍ର ଯେଉଁ ସମୟରେ ସେ ପାଇଗଲା, ସେହି ସମୟରେ ସେ ସବୁ ଧରି ବାପାଙ୍କ ଠାରୁ ଦୂରକୁ ପଳାଇଲା, ବାପାଙ୍କ ଠାରୁ ଦୂରକୁ ଚାଲିଗଲା। ପ୍ରିୟମାନେ, ଏତିକି ମନେ ରଖନ୍ତୁ, ବାପା ହେଉଛନ୍ତି ସମୁଦ୍ର। ଆଉ ସମୁଦ୍ରରୁ ବାଲ୍ଟିଟି ପାଣି ଆମେ ଧରି ଯଦି ଆମେ ପଳାଇ ଯିବା, ତାହେଲେ ସମୁଦ୍ରର କୌଣସି କ୍ଷତି ହୁଏ ନାହିଁ, କ୍ଷତି ଆମର ହୁଏ। ଆମେ ଅନେକ ସମୟରେ ଆମମାନଙ୍କ ସ୍ୱର୍ଗୀୟ ପିତାଙ୍କର ପ୍ରେମ ସମୁଦ୍ର ପରି, ଆଶୀର୍ବାଦ ସମୁଦ୍ର ପରି, ତାଙ୍କର ଯୋଜନା ମଧ୍ୟ ସମୁଦ୍ର ପରି, ତାଙ୍କ ହୃଦୟ ମଧ୍ୟ ସମୁଦ୍ର ପରି। ବଡ଼ ହୃଦୟ, ବଡ଼ ଯୋଜନା ଗୁଡ଼ିକ ରହିଛି। ଆଉ ଆମେ ତାଙ୍କ ନିକଟକୁ ଯାଇ ଆମକୁ ଏଇଟା ଦେଇଦିଅ, ଏଇଟା ଦେଇଦିଅ, ତାଙ୍କୁ ମିଳିଛି, ମୋତେ ଦେଇଦିଅ, ସେ କେତେ ଖୁସିରେ ଅଛି, ମୋତେ ଦେଇଦିଅ, ମୁଁ ଖୁସିରେ ରହିବି। ଯେତେବେଳେ ତାଙ୍କୁ ଦେଇଦେଲା ପରେ କ'ଣ ହେଉଛି? ସବୁ ଏକାଠି କରି ସେ ବାପାଙ୍କ ଠାରୁ ଦୂରକୁ ଚାଲିଗଲା। ପ୍ରିୟମାନେ,
ଯେତେ ଯାଏଁ ପାଇନଥିଲା ବାପାଙ୍କ ପାଖରେ ଥିଲା। ପ୍ରିୟମାନେ, ବାପାଙ୍କ ପାଖରେ ଯେତେବେଳେ ଆମେ ରହୁ ସେହି ସମୟରେ ଆମକୁ କୌଣସି ବିଷୟର ଅଭାବ ହୁଏ ନାହିଁ। ମାତ୍ର ବାପାଙ୍କ ଠାରୁ ଦୂରକୁ ଚାଲିଗଲା ପରେ ଆମର ଯେତେ ଟଙ୍କା ମଧ୍ୟ ଥିଲେ ମଧ୍ୟ ଅଭାବ ହେବାକୁ ଲାଗିବ। ଲେଖାଗଲା ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ଆପଣା ସମ୍ପତ୍ତି ସବୁ ସେ କଦାଚାରରେ ସେ ଉଡ଼େଇ ଦେଲା, ସବୁ ଯାକ ନଷ୍ଟ କରିଦେଲା। 13 ପଦ, ଅଳ୍ପ ଦିନ ତାର ସାନ ପୁଅ ସବୁ ଏକାଠି କରି ଦୂର ଦେଶକୁ ଚାଲିଗଲା, ଆଉ ସେଠାରେ କଦାଚାରରେ ଆପଣା ସମ୍ପତ୍ତିକୁ ଉଡ଼େଇ ଦେଲା। କିନ୍ତୁ ସମସ୍ତ ଅପବ୍ୟୟ କଲା ପରେ ସେ ଦେଶରେ ମହାଦୁର୍ଭିକ୍ଷ ପଡ଼ିବାରୁ ତାହାର ଅଭାବ ହେବାକୁ ଲାଗିଲା। ପ୍ରିୟମାନେ, ଦୁର୍ଭିକ୍ଷ ପଡ଼େ। ଯେତେବେଳେ ଦୁର୍ଭିକ୍ଷ ପଡ଼େ ଅଭାବ କାହିଁକି ହୁଏ? ଦୁର୍ଭିକ୍ଷ ସମୟରେ ବାପାଙ୍କ ପାଖରେ ଥିଲେ ଅଭାବ ହେବ ନାହିଁ। ଦୁର୍ଭିକ୍ଷ ସମୟରେ ଆମେ ଯଦି ବାପାଙ୍କ ଠାରୁ ଦୂରକୁ ଥାଉ ତାହେଲେ ଅଭାବ ହିଁ ଅଭାବ ହେବ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ନ ପାଇବାର ଆଶୀର୍ବାଦ, ନ ପାଇବା ଯାଏଁ କୌଣସି ଅଭାବ ନାହିଁ। ସବୁ ବିଷୟ ଠିକ୍, ପାଇଗଲା ପରେ ଅଭାବ ହୋଇଯାଉଛି। କାହିଁକି ଅଭାବ ହେଉଛି? କାରଣ ବାପାଙ୍କ ଠାରୁ ଦୂରକୁ ଆମେ ଚାଲିଯାଉ। ପ୍ରିୟମାନେ, ସାରା ସେ ବନ୍ଧ୍ୟା ଥିଲେ, ପରମେଶ୍ୱର ତାଙ୍କୁ ସନ୍ତାନ ଦେବେ, ମାତ୍ର ସେ ଜବରଦସ୍ତି ଗୋଟେ ସନ୍ତାନ ଆଣିଲେ। ସେ ନିଜ ସ୍ୱାମୀଙ୍କୁ କହିଲେ, ତୁମେ ମୋ ଦାସୀ ହାଗାରଙ୍କୁ ବାହା କବ, ଆଉ ତାଠାରୁ ପ୍ରଭୁ ମୋତେ ସନ୍ତାନ ଦେବେ। ହାଗାରକୁ ବାହା ହେଲେ, ତାଙ୍କର ସନ୍ତାନ ହେଲା ଇସ୍ମାଏଲ। ଆଉ ଆଜି ଯାଏଁ ଇସ୍ମାଏଲ ଇସାକର ଶତ୍ରୁ। ଏ ଶତ୍ରୁକୁ ଆଣିଲା କିଏ? ନିଜେ ସାରା ସେ ଆଣିଛି, ନିଜେ ସାରା ସେ ଜବରଦସ୍ତି କରି ଆଣିଛି। ପ୍ରିୟମାନେ, ଯେଉଁ ବିଷୟକୁ ଆମେ ଜବରଦସ୍ତି କରି ପ୍ରଭୁଙ୍କୁ ଆମେ ମାଗୁ, ସେଇ ବିଷୟ ଆମ ଜୀବନରେ ସମସ୍ୟା ଆଣେ। ଏହା ମନେ ରଖିବାର ଆବଶ୍ୟକ ରହିଛି। ଯେଉଁ ବିଷୟ ଗୁଡ଼ିକ ଆମେ ଜବରଦସ୍ତି କରି ପିତାଙ୍କୁ ଆମେ ମାଗୁ, ସେହିସବୁ ବିଷୟ ଗୁଡ଼ିକ ଆମ ଜୀବନରେ ସମସ୍ୟା ଆଣେ, ଆମକୁ ପିତାଙ୍କ ଠାରୁ ଦୂରକୁ ନେଇଯାଏ। ଆମେ ହଇରାଣ ହରକତ ହେଉ। ବାଇବଲରେ ଅନେକ ଜଣ ଅଛନ୍ତି, ବନ୍ଧ୍ୟା ଅବସ୍ଥାରେ ଅଛନ୍ତି। ସେମାନେ ସୁସ୍ଥିର ହୋଇ ରହିଲେ, ଉପଯୁକ୍ତ ସମୟରେ ପରମେଶ୍ୱର ସେମାନଙ୍କୁ ଛୁଆ ଦେଲେ, ଆଉ ସେଇ ଛୁଆ ଆଶୀର୍ବାଦର ଛୁଆ ହେଲେ। ଦେଖନ୍ତୁ, ହାନ୍ନା ମଧ୍ୟ ଛୁଆ ପାଇଲେ, ଆଶୀର୍ବାଦର ଛୁଆ ପାଇଲେ। ଯେଉଁ ସମୟରେ ଏଲିସାବେଥ ଜିଖରିୟ ମଧ୍ୟ ସେମାନେ ଛୁଆ ପାଇଲେ, ଆଶୀର୍ବାଦର ଛୁଆ ପାଇଲେ। ଆମେ ଯେଉଁ ସମୟରେ ପ୍ରଭୁଙ୍କୁ ଆମେ ଜବରଦସ୍ତି କରି ମାଗୁ, ପ୍ରଭୁ ଦେବାକୁ ଇଚ୍ଛା ନଥିଲେ ମଧ୍ୟ ଆମେ ମାଗୁ। କାରଣ ଇସ୍ରାଏଲ ଲୋକମାନଙ୍କୁ ରାଜା ଦେବାକୁ ପରମେଶ୍ୱରଙ୍କ ଇଚ୍ଛା ନଥିଲା। ମାତ୍ର ଇସ୍ରାଏଲ ଲୋକମାନେ ଦେଖିଲେ, ଆରେ ଦୁନିଆ ଲୋକମାନଙ୍କ ପାଇଁ ରାଜା ଅଛି, ଆମ ପାଖରେ କାହିଁକି ରାଜା ରହିବ ନାହିଁ, ଆମକୁ ମଧ୍ୟ ରାଜା ଦରକାର ଅଛି। ଏହା କହି ସେମାନେ ରାଜା ମାଗିଲେ। କ'ଣ ହେଲା? ରାଜା ଯେଉଁ ସମୟ ମାଗିଛନ୍ତି, ସେ ରାଜା ହିଁ ସେମାନଙ୍କୁ ଭୁଲ ବାଟରେ ନେଲେ। ରାଜା ହିଁ ସେମାନଙ୍କୁ ପରମେଶ୍ୱରଙ୍କ ଠାରୁ ଦୂରକୁ କରିଦେଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣଙ୍କ ଜୀବନରେ ଯଦି କିଛି ମିଳିନାହିଁ ତାହେଲେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହା ମଧ୍ୟ ପରମେଶ୍ୱରଙ୍କ ଇଚ୍ଛା ଓ ଯୋଜନା ଭିତରେ ରହିଅଛି। ମିଳିବାରେ ବିଳମ୍ବ ହୋଇପାରେ, ନ ବି ମିଳିପାରେ, ମାତ୍ର ଆମେ ବ୍ୟସ୍ତ ହେବାର ଆବଶ୍ୟକ ନାହିଁ। ଅନେକ ଜଣ ଅଛନ୍ତି, ମିଳିନାହିଁ, ତାକୁ ମିଳିଗଲା, ମୋତେ ମିଳିବାର ଆବଶ୍ୟକ ରହିଛି, ଏସବୁ କରି ସେମାନେ ହଇରାଣ ହେଉଛନ୍ତି। ସେ ଗାଡ଼ି କିଣିଲା, ମୁଁ ବି ଗାଡ଼ି କିଣିବି। ତାଙ୍କ ପଇସା ଅଛି, କିଣିଦେଲେ। ତୁମ ପାଖରେ ପଇସା ନାହିଁ, କିଣିଦେଲ, ଲୋନ୍ରେ ଏବେ ଅଛ, ଗାଡ଼ି ରାସ୍ତା ସାମ୍ନାରେ, ଘର ସାମ୍ନାରେ ଅଛି, କିଛି କାମ ନାହିଁ, ମାତ୍ର ମାସକୁ EMI ବାନ୍ଧୁଛ, ଆଉ ମାସକୁ ମାସ ଇନ୍ସୁରାନ୍ସ, ବର୍ଷକୁ ବର୍ଷ ଇନ୍ସୁରାନ୍ସ ବାନ୍ଧୁଛ, ପଲ୍ୟୁସନ୍, ବିଭିନ୍ନ ପ୍ରକାର ବିଷୟ ଗୁଡ଼ିକ କରି ଆପଣ ଧୀରେ ଧୀରେ ଆପଣଙ୍କ ଆର୍ଥିକ ପରିସ୍ଥିତି ମଧ୍ୟ ଖରାପ ହୋଇଯାଉଛି। ପ୍ରିୟମାନେ, ନ ମିଳିବାର ମଧ୍ୟ ଗୋଟେ ଆଶୀର୍ବାଦ ଅଛି। ଉପଯୁକ୍ତ ସମୟରେ ପ୍ରଭୁ ଦେବେ, ଆଉ ସେଥିପାଇଁ ଆମେ ତାକୁ ମିଳିଗଲା, ସିଏ ଏମିତି ହେଇଗଲା, ଇଏ ସେମିତି ହେଇଗଲା ବୋଲି ଅନେକ ଲୋକ ଭାବନ୍ତି। ତାର ବାହାଘର ହେଇଗଲା, ମୋଠୁ ସାନ ଅଛି, ତାର ପୁଅ ଝିଅ ହେଲାଣି, ମୋ ବାହାଘର ହେଇନାହିଁ। ହେବ, କାହିଁକି ହେବ ନାହିଁ? ପରମେଶ୍ୱର ସମସ୍ତଙ୍କ ପାଇଁ ଯୋଜନା ରଖିଛନ୍ତି, ଆପଣମାନଙ୍କ ପାଇଁ ମଧ୍ୟ ଯୋଜନା ରଖିଛନ୍ତି। କେବଳ ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ। ପ୍ରିୟମାନେ, ଆସନ୍ତୁ ସେ ପରମେଶ୍ୱରଙ୍କ ନିକଟରେ ଆମେ ପ୍ରାର୍ଥନା କରି ନିଜ ମନକୁ ସୁସ୍ଥିର କରିବା, ନ ମିଳିବାର ଆଶୀର୍ବାଦ ମଧ୍ୟ ବୁଝିବା। ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, କାରଣ ତୁମେ ମଙ୍ଗଳମୟ ପରମେଶ୍ୱର ତୁମେ ଅଟ। ତୁମେ ଆମମାନଙ୍କୁ ପ୍ରେମ କରୁଛ, ଆମର ଯତ୍ନ ନେଉଛ, ଆଉ ଆମମାନଙ୍କୁ ଯାହା ଆବଶ୍ୟକ ନ ମାଗିବା ପୂର୍ବରୁ ତୁମେ ଦେବା ପରମେଶ୍ୱର ତୁମେ ଅଟ। ସେଥିପାଇଁ ଆମେ ତୁମର ଗୌରବ ମହିମା କରୁଛୁ। ଆଜି ଅନେକ ବିଷୟ ଆମମାନଙ୍କୁ ମିଳିନାହିଁ, ଅନ୍ୟମାନଙ୍କୁ ମିଳିଛି। ଆମେ ସେ ସବୁଗୁଡ଼ିକକୁ ଦେଖି ଆମେ ବ୍ୟତିବ୍ୟସ୍ତ ନ ହେଉ, ସେଥିପାଇଁ ତୁମେ ଆଜି ଅତି ସୁନ୍ଦର ଭାବରେ ତୁମେ ଆମମାନଙ୍କୁ ଶିକ୍ଷା ଦେଇଛ, ଚେତନା ପରାମର୍ଶ ଦେଇଛ। ଧନ୍ୟବାଦ। ଏହି ଶିକ୍ଷାକୁ ଆମେ ଶିରଧାର୍ଯ୍ୟ କରି ଆଗକୁ ବଢ଼ିବୁ, ଆଉ ତୁମର ସମୟର ଅପେକ୍ଷା ଆମେ କରିପାରିବୁ। ଅନୁଗ୍ରହ ପ୍ରଦାନ କର ପ୍ରଭୁ। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ।
प्रार्थना प्रिय प्रभु यीशुଙ୍କ ନାମରେ ମାଗୁଛୁ ଆମେନ୍ ଆମେନ୍ ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମେ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଆଉ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।